ଜ୍ୟୋତିଷ ଶାସ୍ତ୍ରରେ ରାହୁକୁ ଏକ ନିଷ୍ଠୁର ଗ୍ରହ କୁହାଯାଏ। ଯେତେବେଳେ ଏହା କୁଣ୍ଡଳୀରେ କିମ୍ବା ରାହୁର ମହାଦଶା ସମୟରେ ପ୍ରତିକୂଳ ସ୍ଥିତିରେ ଥାଏ, ସେତେବେଳେ ଜଣେ ବ୍ୟକ୍ତି ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ରାହୁ ମୁଖ୍ୟତଃ ଆପଣଙ୍କୁ ମାନସିକ ଭାବରେ କଷ୍ଟ ଦିଏ ଏବଂ ଆପଣଙ୍କ ନିଷ୍ପତ୍ତି ନେବାର କ୍ଷମତାକୁ ପ୍ରଭାବିତ କରେ। ଏହା ସହିତ ରାହୁର ମହାଦଶା ସମୟରେ ଆପଣ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି। ଆସନ୍ତୁ ଜାଣିବା ରାହୁ ମହାଦଶା ସମୟରେ ଆପଣଙ୍କୁ କେଉଁ ରୋଗ ପ୍ରତି ସତର୍କ ରହିବା ଉଚିତ ଏବଂ କେଉଁ କେଉଁ ସମୟ ଆପଣଙ୍କ ପଦକ୍ଷେପ ନେବା ଉଚିତ। ରାହୁ ମହାଦଶା ଦ୍ୱାରା ପ୍ରଭାବିତ ରୋଗ। ରାହୁର ମହାଦଶା ସମୟରେ ଆପଣ ଡିପ୍ରେସନ୍ ପୀଡ଼ିତ ହୋଇପାରନ୍ତି। ଆପଣ ଅନାବଶ୍ୟକ ଚିନ୍ତାରେ ଘେରି ରହିପାରନ୍ତି, ଯାହା ନିରନ୍ତର ଚାପ ସୃଷ୍ଟି କରେ। ରାହୁ ମହାଦଶା ସମୟରେ ଆପଣ ଅନିଦ୍ରା ସହିତ ମଧ୍ୟ ସଂଘର୍ଷ କରିପାରନ୍ତି। ଆପଣଙ୍କ ଦୁଃସ୍ୱପ୍ନ ଏବଂ ଭୟ ମଧ୍ୟ ଅନୁଭବ କରିପାରନ୍ତି। ରାହୁ ମହାଦଶା ସମୟରେ ମାନସିକ ରୋଗ ହେବାର ସମ୍ଭାବନା ବଢ଼ିଥାଏ। କିଛି ଲୋକ ପାଗଳ ମଧ୍ୟ ହୋଇପାରନ୍ତି। ରାହୁ ମହାଦଶା ସମୟରେ ଦ୍ୱନ୍ଦ୍ୱର ଅବସ୍ଥା ଦେଖାଦିଏ। ଏହା ଭୁଲ ନିଷ୍ପତ୍ତି ନେଇପାରେ। ରାହୁ ମହାଦଶା ସମୟରେ ଏହି ରୋଗଗୁଡ଼ିକ ମଧ୍ୟ ସାଧାରଣତଃ। ରାହୁଙ୍କ ମହାଦଶା ସମୟରେ ଆପଣଙ୍କ ମୁଣ୍ଡବିନ୍ଧା ଏବଂ ହାଡ଼ ଯନ୍ତ୍ରଣା ଅନୁଭବ କରିପାରନ୍ତି। ନିଷ୍ଠୁର ଗ୍ରହ ରାହୁଙ୍କ ମହାଦଶା ଯୋଗୁଁ ଆପଣ କର୍କଟ ରୋଗର ଶିକାର ମଧ୍ୟ ହୋଇଥାନ୍ତି। ରାହୁଙ୍କ ମହାଦଶା ଚର୍ମ ରୋଗ ମଧ୍ୟ ସୃଷ୍ଟି କରିପାରେ। ଆପଣଙ୍କ କେଶ ଝଡ଼ିବା ଏବଂ ନଖ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଅନୁଭବ କରିପାରନ୍ତି। ରାହୁଙ୍କ ମହାଦଶା ସମୟରେ ଗ୍ୟାସ୍ ଏବଂ ଅର୍ଶ ଭଳି ରୋଗ ମଧ୍ୟ ସାଧାରଣ। ରାହୁଙ୍କ ମହାଦଶା ପାଇଁ ଏହି ଉପଚାର ଗୁଡ଼ିକ ଆପଣାନ୍ତୁ, ସମସ୍ତ ରୋଗରୁ ରକ୍ଷା ପାଇବ। ରାହୁଙ୍କ ମହାଦଶା ସମୟରେ କିଛି ପଦକ୍ଷେପ ନେବା ଆପଣଙ୍କୁ ନକାରାତ୍ମକ ପ୍ରଭାବରୁ ମୁକ୍ତି ପାଇବାରେ ସାହାଯ୍ୟ କରିପାରେ। ରାହୁଙ୍କ ମହାଦଶା ସମୟରେ ଆପଣ ଶରୀର ଭାବରେ ପ୍ରକ୍ରିୟା ସକ୍ରିୟ ରହିବା ଉଚିତ ଏବଂ ଉପଯୁକ୍ତ ଦୈନିକ କାର୍ଯ୍ୟନିର୍ବାହ କରିବା ଉଚିତ। ସକାଳେ ଶୀଘ୍ର ଉଠି ରାତିରେ ଶୀଘ୍ର ଶୋଇବାର ଅଭ୍ୟାସ ଆପଣଙ୍କୁ ରାହୁଙ୍କ ନକାରାତ୍ମକ ପ୍ରଭାବରୁ ରକ୍ଷା କରେ ଏବଂ ଆପଣଙ୍କୁ ସୁସ୍ଥ ରଖେ। ରାହୁଙ୍କ ମହାଦଶା ସମୟରେ ନିୟମିତ ଭାବରେ ଭଗବାନ ଶିବଙ୍କ ପୂଜା କରିବା ଉଚିତ। ଏହାଦ୍ୱାରା ରାହୁଙ୍କ ନକାରାତ୍ମକ ପ୍ରଭାବ ଦୂର ହୋଇଥାଏ। ଏହି ସମୟରେ ଭୈରବ ମନ୍ଦିର ଦର୍ଶନ କରିବା ବହୁତ ମଧ୍ୟ ଶୁଭ ହୋଇଥାଏ। ରାହୁ ମହାଦଶା ସମୟରେ ରାହୁଙ୍କ ବୀଜ ମନ୍ତ୍ର ଓମ୍ ଭ୍ରମ 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 ସହ ରହେବେ ନମ ଜପ କରିବା ଉଚିତ। ଏହା କରିବା ଦ୍ୱାରା ଆପଣଙ୍କ ଜୀବନର ଅନେକ ସମସ୍ୟା ଦୂର ହୋଇଥାଏ।